ମା ଆଜି ଆମେ ଆଲୋଚନା କରିବା ଚିରନ୍ତନୀ ବହିର ପୃଷ୍ଠା 253। ବିଷୟବସ୍ତୁ ରହିଛି ବିଦ୍ୟାର୍ଜନ ଓ ସାଧନା। ବିଦ୍ୟାର୍ଜନ ଓ ସାଧନା ଆମେ ଗତ ଆଲୋଚନାରେ ପଢିଥିଲେ 252 ପେଜର ମାନସିକ କୃଷ୍ଟି। ମାନସିକ କୃଷ୍ଟି ହଉଛି କଣ? ମାନସିକ କର୍ଷଣ ବା ବୌଦ୍ଧିକ ଶିକ୍ଷା। ସେଇଟାର ମା ତାର ଯୋଉ ଯାହାଟା ଆଲୋଚନା କରିଥିଲେ, ଯାହା କରିଥିଲେ ତାର ସାରାଂଶ ଯଦି ଆମେ ଦେଖିବା, ସେଟା ହଉଛି ମାନସିକ କର୍ଷଣ ବା ବୌଦ୍ଧିକ ଶିକ୍ଷା ତୁମର ମସ୍ତିଷ୍କର ଗଠନକୁ ପରିବର୍ତ୍ତନ କରିଥାଏ। ଏହା ଫଳରେ ବୁଦ୍ଧି ସମୃଦ୍ଧ ହୁଏ ଏବଂ ଅଭିବ୍ୟକ୍ତି ଅଧିକ ସୁସମ୍ପନ୍ନ ହୋଇଥାଏ ଏବଂ ଅଧିକ ଯଥାଯଥ ମଧ୍ୟ ହୋଇଥାଏ। ତୁମେ ଯଦି ଜୀବନରୁ ଅବ୍ୟାହତି ନେଇ ଏକ ଅବ୍ୟକ୍ତ ଉଚ୍ଚତା ବା ଊର୍ଦ୍ଧ୍ୱତନ ସ୍ତରରେ ରହିବାକୁ ଚାହଁ, ତେବେ ଏହି ବୌଦ୍ଧିକ ବା ମାନସିକ କର୍ଷଣର କିଛି ଆବଶ୍ୟକତା ନାହିଁ। କିନ୍ତୁ ତୁମେ ଯଦି ତୁମର ଊର୍ଦ୍ଧ୍ୱସ୍ତରୀୟ ଚେତନାକୁ ତୁମର ଏହି ବାହ୍ୟ ବା ସାଂସାରିକ ଜୀବନରେ ପ୍ରକାଶ କରିବାକୁ ଚାହଁ, ତେବେ ଏହାର ଆବଶ୍ୟକତା ନିଶ୍ଚୟ ଅଛି। ଏହା ନିଶ୍ଚିତ କଥା ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା ଓ ପରିଚାଳନା କରିବା ଖୁବ୍ କଷ୍ଟକର ବ୍ୟାପାର, କିନ୍ତୁ କରିପାରିଲେ ତାର ଫଳ ଖୁବ୍ ଚମତ୍କାର ହୋଇଥାଏ। ତେଣୁ ଏଇଠୁ ଆମେ ଜାଣିଲେ, ମା ବାରମ୍ବାର କହୁଛନ୍ତି, ଯେହେତୁ ଆମର ରୂପାନ୍ତର ହେଉଛି ବର୍ତ୍ତମାନ ପାଇଁ ଜୀବନର ଲକ୍ଷ୍ୟ, ତେଣୁ ଆମକୁ ବୌଦ୍ଧିକ ବା ମାନସିକ କର୍ଷଣର ଆବଶ୍ୟକତା ରହିଛି ଏବଂ ତାକୁ ନିୟନ୍ତ୍ରଣ କରିବାକୁ ରହିଛି। ତାପରେ ଆଜି ଯୋଉଟା ଆଲୋଚନା ଆମର ରହିଛି ବିଦ୍ୟାର୍ଜନ ଓ ସାଧନା। ସେଇ ମାନସିକ କର୍ଷଣ ପାଇଁ କଣ କରିବାକୁ ହବ, ମା ତାର ବର୍ଣ୍ଣନା ଏଥିରେ କରୁଛନ୍ତି। ଯଦି ତୁମେ ଜୀବନର ଗଭୀର ନୀତି ଗୁଡ଼ିକୁ ବୁଝିବାକୁ ଚାହଁ, ଯଦି ତୁମେ ଈଶ୍ୱରଙ୍କର ତୁମ ପ୍ରତି ବାର୍ତ୍ତା ଗ୍ରହଣ କରିବାକୁ ଚାହଁ, ଏ ସୃଷ୍ଟିର ରହସ୍ୟ ଭେଦ କରିବାରେ ଯଦି ତୁମେ ମଗ୍ନ ହେବାକୁ ଚାହଁ, ତେବେ ସେଥିପାଇଁ ଆବଶ୍ୟକ ହେବ ତୁମର ଏକ ବିକଶିତ ମନ। ଏବଂ ଏହି ବିକଶିତ ମନଟିଏ ପାଇବା ପାଇଁ ଗ୍ରନ୍ଥ ଅଧ୍ୟୟନ ଆବଶ୍ୟକ। କିନ୍ତୁ ମନର ଏହି ବିକାଶ ଆସିଗଲା ପରେ ଜଣେ ଆଉ ଗ୍ରନ୍ଥ ଅଧ୍ୟୟନର ଆବଶ୍ୟକତା ଅନୁଭବ ନ କରିପାରେ। କାରଣ ଏକ ବିକଶିତ ଉତ୍କୃଷ୍ଟ ମନ ଜୀବନର ଖୁବ୍ ଛୋଟ ଛୋଟ ଘଟଣା ଓ ପରିସ୍ଥିତିରୁ ବି ବହୁ କଥା ଶିକ୍ଷା କରିପାରେ। ସେହି ଅଭିଜ୍ଞତା ତୁମକୁ ଶିଖାଇ ଦେବ ତୁମେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବା ଅବସ୍ଥାରେ କିପରି କଣ ଚିନ୍ତା କରିବ ଓ କିପରି କଣ କାର୍ଯ୍ୟ କରିବ। ଏପରିକି ମୁଁ ଭାବୁଛି, ଏହା ମୁଁ ନିର୍ଦ୍ଦିଷ୍ଟ ଭାବେ କହିଛି, ଗୋଟିଏ ଅଜ୍ଞାନ ଛୋଟ ପିଲାର ସାମାନ୍ୟ କିଛି କ୍ରିୟା ପ୍ରତିକ୍ରିୟା ତୁମକୁ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଶିକ୍ଷା ଦେବ, ଯାହା ତୁମେ ଆଗରୁ ଜାଣିନଥିଲ। ତୁମର ମନୋଭାବ ଅଲଗା ହୋଇଯିବ। ତୁମର ମନୋଭାବ ଏପରି ହେବ ଯେମିତିକି ତୁମେ ସବୁବେଳେ କିଛି ଗୋଟାଏ ସତ୍ୟ ଆବିଷ୍କାର କରିବା ପାଇଁ ଅପେକ୍ଷା କରିଛ। ଏହି ମନୋଭାବ ରଖିଲେ ପ୍ରତିଟି ବ୍ୟାପାର ବା ପରିସ୍ଥିତି ତୁମକୁ ଅଗ୍ରଗତି କରିବାରେ ସାହାଯ୍ୟ କରିବ। ତୁମେ ମଧ୍ୟ ତୁମର ଏକ ପ୍ରମୋଦପୂର୍ଣ୍ଣ ଗତିବୃତ୍ତିକୁ ସଜାଡ଼ି ନେଇପାରିବ। ଆଗକୁ ମଧ୍ୟ ପାଦେ ଗତି କରିଯିବ। ଏପରି ହେବ ଯେ ଏକ ଚୁମ୍ବକ ପ୍ରସ୍ତର ପରି ତୁମ ଚାରିପଟେ ଥିବା ସର୍ବବିଧ ପରିସ୍ଥିତିରେ ରହିଥିବା ସୁଯୋଗକୁ ଆକର୍ଷଣ କରି ତୁମକୁ ଆଗକୁ ଆଗକୁ ଟାଣି ନେବାରେ ସାହାଯ୍ୟ କରିବ। ସାମାନ୍ୟ କଥାଟିଏ ବି ତୁମକୁ ଅଗ୍ରଗତି କରିବା ପାଇଁ ଶିକ୍ଷା ଦେବ। ଯେହେତୁ ଅଗ୍ରଗତି ପାଇଁ ତୁମର ଚେତନା ଓ ସଂକଳ୍ପ ରହିଛି, ତେଣୁ ତୁମ ପାଇଁ ଜୀବନର ସବୁ କିଛି ସୁଯୋଗରେ ହିଁ ପରିଣତ ହୋଇଯିବ। ତୁମେ ତୁମର ଏହି ଚେତନା ଓ ସଂକଳ୍ପକୁ ସବୁଥିରେ ଅଗ୍ରଗତି କରିବାରେ ଲଗାଇ ଦେଇପାରିବ। ବିଦ୍ୟାର୍ଜନ ଓ ସାଧନା। ମା ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି, ଯଦି ତୁମେ ଜୀବନର ଗଭୀର ନୀତି ଗୁଡ଼ିକୁ ବୁଝିବାକୁ ଚାହଁ, ଯଦି ତୁମେ ଈଶ୍ୱରଙ୍କର ତୁମ ପ୍ରତି ବାର୍ତ୍ତା ଗ୍ରହଣ କରିବାକୁ ଚାହଁ, ଏ ସୃଷ୍ଟିର ରହସ୍ୟ ଭେଦ କରିବାରେ ଯଦି ତୁମେ ମଗ୍ନ ହେବାକୁ ଚାହଁ, ସେଥିପାଇଁ ଆବଶ୍ୟକ ହେବ ତୁମର ଏକ ବିକଶିତ ମନ। ଦେଖନ୍ତୁ, ବଡ଼ ବଡ଼ ପ୍ରଶ୍ନ ଯୋଉଟା ସବୁବେଳେ ସମସ୍ତେ ପଚାରନ୍ତି, ସମସ୍ତେ କୁହନ୍ତି ଯେ ମା ମୋତେ ମୋ ପ୍ରଶ୍ନର ଉତ୍ତର ଦଉଛନ୍ତି ବୋଲି ମୁଁ କେମିତି ଜାଣିବି?
ଭଗବାନଙ୍କ ସହିତ ମୁଁ କଥା କିପରି ହେବି? ଭଗବାନ ମୋତେ କ'ଣ କରିବାକୁ ହେବ କହୁଛନ୍ତି ବୋଲି ମୁଁ କେମିତି ଜାଣିବି? ଏଇ ପ୍ରଶ୍ନଟି ପ୍ରାୟତଃ ଅନେକ ଲୋକ ପଚାରନ୍ତି। ଅନେକ ଲୋକ ପଚାରନ୍ତି ଯେ ଭଗବାନ ମୋ ସହିତ, ମୁଁ ଏତେ କଥା କହୁଛି, ଭଗବାନ ମୋ କଥା ବୁଝୁନାହାନ୍ତି। ଭଗବାନ ଯଦି ବୁଝୁଛନ୍ତି ତାହେଲେ ମୋତେ ଯାହା କ'ଣ କହୁଛନ୍ତି ମୁଁ ତ ଶୁଣିପାରୁନି। ଏଇ ପ୍ରଶ୍ନଟି ପ୍ରାୟତଃ ସମସ୍ତଙ୍କର ଗୋଟିଏ ପ୍ରଶ୍ନ। ଏବଂ ଆମେ ଯେତେଜଣ ବି ଏବେ ବି ଶୁଣୁଛେ, ଆମେ ବି ଦେଖିବା ଯେ ଆମ ଭିତରେ ପ୍ରଶ୍ନ ଆସୁଛି, ଆସେ ମଧ୍ୟ ଯେ ମା ସତରେ ମୋ କଥା ଶୁଣିଲେ? ମୁଁ ତ ଜାଣିପାରୁନି। ତେଣୁ ଏଇ ପ୍ରଶ୍ନର ଉତ୍ତର ସହିତ ଆହୁରି ଦିଟା ରହସ୍ୟ କଥା କହୁଛନ୍ତି। କ'ଣ କହିଲେ? ଏ ସୃଷ୍ଟିର ରହସ୍ୟ ଭେଦ କରିବାରେ ଯଦି ତୁମେ ମଗ୍ନ ହେବାକୁ ଚାହଁ, ବେଳେ ବେଳେ କେତେକ ଲୋକ କୁହନ୍ତି ଯେ ଭଗବାନ ଏମିତି ଯୋଉ କଲେ ଠିକ କଲେ ନାହିଁ, ଏମିତି କାହିଁକି ଦୁଃଖ ଦଉଥିଲେ, କାହିଁକି କଷ୍ଟ ଦଉଥିଲେ, ସେ ତ ଯେମିତି କରିବାକୁ ଚାହୁଁଛନ୍ତି ସେମିତି କରିଦେଇଥାନ୍ତେ। ସେତେବେଳେ ଗୋଟେ ମଜାରେ ଯଦି ଆମେ କହିବା, ତେବେ ଗୋଟେ ନିଶ୍ଚୟ କଥା ଆସିବ କ'ଣ ଯେ ଯେତେବେଳେ ଭଗବାନ ସୃଷ୍ଟି କଲେ ସେତେବେଳେ ଆମେ ନଥିଲୁ। ଯେହେତୁ ଆମେ ନଥିଲୁ, ତେଣୁ ସେ ଆମକୁ ପଚାରି ପାରିଲେନି ଆଉ, କାହିଁକିନା ଆମେ ତ ସେ ତ ସୃଷ୍ଟି ହେଇନଥିଲୁ ନା, ଭଗବାନ ଆମକୁ ପରେ ସୃଷ୍ଟି କଲେ। ତେଣୁ ଏଇ ଯୋଉ ସୃଷ୍ଟିର ଯୋଉ ରହସ୍ୟ ରହିଛି ତାକୁ ଯଦି ତମେ ଜାଣିବାକୁ ଚାହୁଁଛ, ବା ସେଇ ସୃଷ୍ଟିର ରହସ୍ୟକୁ ତମେ ଚାହୁଁଛ ଯେ ତମ ପାଖରେ ଖୋଲି ଯାଉ, ତମେ ଜାଣିପାର। ପ୍ରଥମରେ କହିଲେ କ'ଣ? ତୁମେ ଜୀବନର ଗଭୀର ନୀତି ଗୁଡ଼ିକୁ ବୁଝିବାକୁ ଚାହଁ। ଆମ ଜୀବନରେ ଅନେକ ଘଟଣା ଘଟୁଛି। କେତେବେଳେ ଆମେ ତାକୁ କହୁଛୁ, ଯେତେବେଳେ 6 ଦିନ ଦିନ ଆମ ଜନ୍ମର 6 ଦିନ ଦିନ ଷଠି ଦେବୀ ଆସି ଲେଖିଦେଇ ଗଲେ ମୋ ମସ୍ତିଷ୍କରେ, କ'ଣ କ'ଣ ମୁଁ ଏଇ ଜନ୍ମରେ କରିବି। ତେବେ ତାପରେ ପୁଣି ଆମେ ଦେଖନ୍ତି ଆମ ଜୀବନରେ ଅନେକ ଦୁଃଖ ଆସେ, ସୁଖ ଆସେ, ବିପଦ ଆସେ, ସମ୍ପଦ ଆସେ, କେତେବେଳେ ସକ୍ସେସ୍ ଆସେ, କେତେବେଳେ ଫେଲିଓର ଆସେ, କେତେବେଳେ କେତେବେଳେ କ'ଣ କ'ଣ ସବୁ ଘଟି ଘଟି ଚାଲେ। ଭିନ୍ନ ଭିନ୍ନ ପରିସ୍ଥିତି ଭିନ୍ନ ଭିନ୍ନ ସମୟରେ ଆସେ। ଇଏ ତାର ରହସ୍ୟ ଆମେ କେହି ବୁଝିପାରୁନା। ତେଣୁ ମା କହୁଛନ୍ତି, ତମେ ଯଦି ଏଇ 3 ପ୍ରକାରର ରହସ୍ୟ ବି ବୁଝିବାକୁ ଚାହୁଁଛ, କ'ଣ କହିଲେ? ତୁମ ଜୀବନର ଗଭୀର ନୀତି, ଆଉ ଈଶ୍ୱର ତୁମକୁ କ'ଣ କହିବାକୁ ଚାହୁଁଛନ୍ତି, ଈଶ୍ୱରଙ୍କର ତୁମ ପ୍ରତି ବାର୍ତ୍ତା କ'ଣ, ତାକୁ ତମେ ଗ୍ରହଣ କରିବାକୁ ଚାହୁଁଛ, ଶୁଣିବାକୁ ଚାହୁଁଛ, ବୁଝିବାକୁ ଚାହୁଁଛ। ସୃଷ୍ଟିର ରହସ୍ୟ ଯଦି ତମେ ଭେଦ କରିବାକୁ ଚାହୁଁଛ, ତାହେଲେ ତମର ମନ ବିକାଶ ହବା ଦରକାର। ଦେଖନ୍ତୁ, ମନର ବିକାଶ କଥା ପୂର୍ବ ଥର ଯୋଉ କହିଥିଲେ, ଏଠି ଆଉ ଗୋଟିଏ ବିରାଟ ତଥ୍ୟ ଆମ ପାଖରେ କହିଲେ ଯେ ମନ ବିକାଶ କ'ଣ ପାଇଁ ଦରକାର। ଏବଂ ଏହି ବିକଶିତ ମନଟିଏ ଯଦି ତମେ ପାଇବା ପାଇଁ ଚାହୁଁଛ, ତାମାନେ ମନ କିପରି ବିକାଶ ହବ, ତାର ପ୍ରଥମ ପାଠ କହିଲେ, ପ୍ରଥମ ପାଠ କହିଲେ କ'ଣ ନା ଗ୍ରନ୍ଥ ଅଧ୍ୟୟନ। ଗ୍ରନ୍ଥ ଅଧ୍ୟୟନ କରିବା, ପାଠ ଆମେ ବହି ପଢିବା, ଯେତେ ଅଧିକରୁ ଅଧିକ ପୁସ୍ତକ ଅଧ୍ୟୟନ କରିବା ବା ଗ୍ରନ୍ଥ ଅଧ୍ୟୟନ କରିବା। ସେତେବେଳେ ବି ଆମେ ଆ ପୂର୍ବରୁ ଆଲୋଚନା କରିଛନ୍ତି ଯେ ଗ୍ରନ୍ଥ ଅଧ୍ୟୟନର କୋଉ ପ୍ରକାର ଗ୍ରନ୍ଥ ଅଧ୍ୟୟନ କରିବେ। ଯେତେବେଳେ ସତ୍ସଙ୍ଗ ବିଷୟରେ ଆଲୋଚନା ହଉଥିଲା, ସେତେବେଳେ ଶ୍ରୀ ଅରବିନ୍ଦ ସ୍ପଷ୍ଟ ଭାବେ କହିଲେ ଯେ କୋଉ ଗ୍ରନ୍ଥ ଅଧ୍ୟୟନ କରିବ ନା ଯୋଉ ଗ୍ରନ୍ଥ ତୁମର ଜୀବନର ଅଗ୍ରଗତିର ବାଟଟିକୁ ଖୋଲି ଧରିବ, ଯୋଉ ଗ୍ରନ୍ଥ ତୁମର ପ୍ରାଣର ଗତିସ୍ପନ୍ଦନକୁ ନିୟନ୍ତ୍ରଣ କରିବା ପାଇଁ ଶିକ୍ଷା ଦେବ, ଯୋଉ ଗ୍ରନ୍ଥ ତୁମକୁ ନିମ୍ନ ପ୍ରାଣରୁ ଉଚ୍ଚ ପ୍ରାଣ ଆଡ଼କୁ ନେଇଯିବ, ଯୋଉ ଗ୍ରନ୍ଥ ତୁମର ଶରୀରର ତାମସିକତା, ଜଡ଼ତା, ଯୋଉ ଚଞ୍ଚଳତା, ପରିବର୍ତ୍ତନ ବିମୁଖତା, ତାକୁ ବଦଳେଇ ଦେବ, ସେଇ ଗ୍ରନ୍ଥ ଅଧ୍ୟୟନ କରିବ। ଯଦି ମୁଁ ଗ୍ରନ୍ଥ ଅଧ୍ୟୟନ କଲେ ମୋର ନିମ୍ନ ପ୍ରାଣ ଜାଗ୍ରତ ହଉଛି ଏବଂ ମୋତେ ନିଚକୁ ନଉଛି, ମୋତେ ଭଗବାନଙ୍କ ଠାରୁ ଦୂରେଇ ନଉଛି, ବିସ୍ତୃତତାଠୁ ଦୂରେଇକି ସଂକୀର୍ଣ୍ଣ କରିଦଉଛି, ତେବେ ମୋର ମୋର ଯୋଉ ଆସକ୍ତିକୁ ବଢଉଛି, ମୋର ଏଇ ନିମ୍ନ ପ୍ରାଣର ଯୋଉ ଗୁଣ ଗୁଡ଼ିକ ରହିଛି ତାକୁ ବଢେଇବାରେ ସାହାଯ୍ୟ କରୁଛି, ତେବେ ସେ ଗ୍ରନ୍ଥକୁ ପ୍ରତ୍ୟାଖ୍ୟାନ କରିବ ବୋଲି ଆମେ ଅଲରେଡି ଏଇଟା ଜାଣି ସାରିଛନ୍ତି, ଶୁଣିଛନ୍ତି ଏବଂ ଆମେ ଜାଣୁଛନ୍ତି ସେ ପ୍ରକାର ଗ୍ରନ୍ଥ ଧୀରେ ଧୀରେ କିପରି ପ୍ରଭାବ ପକାଏ। ଏଇ ଗ୍ରନ୍ଥ ଯେତେବେଳେ ବନ୍ଦେ ମାତରମ୍ ଲେଖା ହେଲା, ବନ୍ଦେ ମାତରମ୍ ଯେତେବେଳେ ପ୍ରକାଶ ହେଲା ପତ୍ରିକା ଆକାରରେ, ମାଗାଜିନରେ ଯୋଉ ପେପରରେ ବାହାରୁଥିଲା, ସେତେବେଳେ ତାକୁ ହିଁ ପଢି
ଯୁବକ ମାନେ କିପରି ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏନର୍ଜି ପାଇଲେ। ତାର ପଶ୍ଚାତରେ କାରଣ ଦେଖନ୍ତୁ, ତା ପଶ୍ଚାତରେ କାରଣ ହଉଛି ଯିଏ ଲେଖିଛି ତା ଭିତରେ ସେ ଶକ୍ତିଟିକୁ ଦେଇକି ପଠେଇଛି। ଯୋଉ ଯୁବକଟିଏ ଯିଏ ଆଧାର ଯାହାର ପ୍ରସ୍ତୁତ ହେଇଯାଇଛି, ଯୋଉ ଯୁବକଟିଏ ତାକୁ ଅଧ୍ୟୟନ କରୁଛି, ତାର ଆଧାର ପ୍ରସ୍ତୁତ ହେଇଯାଇଛି, ତା ଭିତରେ ସେ ଶକ୍ତି ସଞ୍ଚରି ଯାଉଛି ଏବଂ ତାପରେ ସିଏ ଘର ଦ୍ୱାର ସବୁ କଷ୍ଟ ଯନ୍ତ୍ରଣା ସବୁ କାହାକୁ ଭୃକ୍ଷେପ ନ କରି ସ୍ଵାଧୀନତା ପାଇଁ ନିଜକୁ ଝାସ ଦେବା ପାଇଁ ପ୍ରସ୍ତୁତ ହେଇଯାଉଛି। ତେଣୁ ଯୋଉ ଲେଖକଟିଏ ଯୋଉ ଚେତନାରେ ଥାଇ ଗ୍ରନ୍ଥଟିରେ ଲେଖା ଲେଖିଛନ୍ତି, ସେଇ ଲେଖାର ସେଇ ଶକ୍ତି ଉତ୍ସରିତ ହଉଛି। ଯେତେବେଳେ ମାଙ୍କର ବହି ଲେଖା କଥା ପଢିଛି, ମା ସେତେବେଳେ କହୁଛନ୍ତି ତାଙ୍କର ଲେଖା ଏବଂ ଶ୍ରୀଅନ୍ନଙ୍କ ଲେଖା ଗୁଡାକ ଇଜ ନଟ୍ ଏ ମିୟର ଟିଚିଂ। ଇଏ କେବଳ ପାଠ ପଢିବା ପାଇଁ ବା ଲେଖା ପାଇଁ ଲେଖା ନୁହେଁ। ଇଟ୍ କ୍ୟାରିଜ ଦ ଫୋର୍ସ। ଇଏ ଗୋଟେ ଶକ୍ତିକୁ ଗ୍ରହଣ କରି ଧରିକି ଚାଲିଥାଏ। ତେଣୁ ସେଇ ପ୍ରକାର ଗ୍ରନ୍ଥ ଅଧ୍ୟୟନ କରିବେ ଯୋଉ ଗ୍ରନ୍ଥ ଆପଣଙ୍କର ଅଗ୍ରଗତି ପାଇଁ ଏକ ପଦକ୍ଷେପ ସ୍ୱରୂପ ସହାୟକ ହବ। ତେଣୁ ସେ ଗ୍ରନ୍ଥନ ଏ ଗ୍ରନ୍ଥ ଅଧ୍ୟୟନ ଯେତେ କରିବେ ସେତେ ମନ ବିକଶିତ ହବ। ମନ ବିକଶିତ କାହିଁକି ହବ ତା ପୂର୍ବରୁ ଆମେ କଥା ହେଇଛନ୍ତି। ମା ତାପରେ ଏଠି ଆଉ ଗୋଟେ କଥା କହୁଛନ୍ତି। ମନ ବିକାଶ ଆସିଗଲା ପରେ କଥାଟା କହୁଛନ୍ତି, ଯେତେବେଳେ ଗ୍ରନ୍ଥ ଅଧିକରୁ ଅଧିକ ଆବଶ୍ୟକ ଆପଣ ପଢିଲେ ଅଧ୍ୟୟନ କଲେ ଏବଂ ଆହୁରି ଅନ୍ୟାନ୍ୟ କଥା ବି ଆମେ ଜାଣିଛନ୍ତି କେମିତି ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯେତେବେଳେ ଉଠି ଉଠି ଯାଉଛନ୍ତି, ଯେତେ ମନର ବିକାଶ ହେଇଗଲା। ତେଣୁ ସେ କହୁଛନ୍ତି କିନ୍ତୁ ମନର ଏଇ ବିକାଶ ଆସିଗଲା ପରେ, ତାମାନେ ମନ ଯେତେବେଳେ ତାର ଯୋଉ ଲିମିଟ ରହିଛି, ତାର ଅଟମୋଷ୍ଟ ଲେବୁଲକୁ ଯେତେବେଳେ ପହଞ୍ଚିଗଲା, ସେ ଯେତେବେଳେ ପୂର୍ଣ୍ଣ ବିକଶିତ ହେଇଗଲା, ତାପରେ ଗ୍ରନ୍ଥ ଅଧ୍ୟୟନର ଆବଶ୍ୟକତା ସେ ଆଉ ଅନୁଭବ ନ କରିପାରେ। କାହିଁକି? ମା ଲେଖୁଛନ୍ତି ଯେତେବେଳେ ମନ ବିକାଶ ହେଇଗଲା, ସେତେବେଳେ ତାର ବିକଶିତ ଉତ୍କୃଷ୍ଟ ମନ, ଯେହେତୁ ମନ ଉତ୍କୃଷ୍ଟ ଯେତେବେଳେ ହେଇଯାଏ, ଯେ ପର୍ଯ୍ୟନ୍ତ ମନ ସଂକୀର୍ଣ୍ଣ ହେଇଥିବ, ମନ ଏକ ଛୋଟ ଛୋଟ ଚିନ୍ତାଧାରାରେ ନିଜକୁ ବ୍ୟସ୍ତ ରଖିଥିବ, ତାର ଜ୍ଞାନ ଯେତେବେଳେ ବିସ୍ତୃତ ହେଇନଥିବ, ସେତେବେଳେ ସିଏ ପ୍ରତ୍ୟେକ ଘଟଣାକୁ ତାର ସେ ଘଟଣାର ଯୋଉ ପଶ୍ଚାତରେ ଘଟଣାର ଆଉ ଏକ ଦିଗରେ ଆହୁରି ଭିନ୍ନ ଅନେକ ଦିଗ ରହିଛି, ସବୁ ଦିଗରୁ ସିଏ ତାକୁ ବୁଝି ପାରିନଥାଏ, ଜାଣି ପାରିନଥାଏ। ତେଣୁ ସିଏ କଣ କରେ, କେତେବେଳେ ଅଭିଯୋଗ କରେ, କେତେବେଳେ ସମାଲୋଚନା କରେ, କେତେବେଳେ ଭୁଲ କହେ, କେତେବେଳେ ଠିକ କହେ। ତାର ବିଚାର ତାର ସିଦ୍ଧାନ୍ତକୁ ସେ କଣ କରେ, ପ୍ରତିପାଦନ କରିବା ପାଇଁ ଜିଦି କରେ। କିନ୍ତୁ ମନ ଯେତେବେଳେ ବିକାଶ ହେଇଯାଏ, ଯେତେବେଳେ ମନ ଉତ୍କୃଷ୍ଟ ମନ ହେଇଯାଇଥାଏ, ସେତେବେଳେ ସେ ବିସ୍ତୃତ ହେଇଯାଇଥାଏ, ବ୍ୟାପକତା ତା ଭିତରେ ଆସିଯାଇଥାଏ। ବ୍ୟାପକ ଦୃଷ୍ଟିକୋଣରୁ ଦେଖିଲେ ସେ ଆଉ ଛୋଟ ଛୋଟ ଘଟଣା ବା ପରିସ୍ଥିତିରେ ବ୍ୟସ୍ତ ହୁଏ ନାହିଁ। ସବୁ ଘଟଣା ସବୁ ପରିସ୍ଥିତିରୁ ସେ ଶିଖିବାକୁ ଆରମ୍ଭ କରେ। ଆମେ ଶୁଣିଥିବା ଯେ, ଆମେ ଜାଣିଥିବା, ତାଙ୍କୁ ତ ଦେଖି ନାହାନ୍ତି, ଶୁଣିଛନ୍ତି ଯେ ଅବଧୂତଙ୍କର ଅବଧୂତ ଜଣେ ଋଷି ମୁନି ଥିଲେ। ତେଣୁ ସେ ଜଣେ ସାଧାରଣ ବ୍ୟକ୍ତି ଥିଲେ। ଯେହେତୁ ତାଙ୍କର ଚେତନାର ସ୍ତର ଉର୍ଦ୍ଧ୍ୱକୁ ଉଠିଛି, ତେଣୁ ତାପରେ ତାଙ୍କୁ ମୁନି ବୋଲି, ଋଷି ବୋଲି, ସାଧୁ ବୋଲି ଆଖ୍ୟା ଦିଆହେଇଛି। ଅବଧୂତଙ୍କର ସେ କହୁଥିଲେ ମୋର 24ଟା ଗୁରୁ। ସେ ଜୀବନର ବାଟରେ ଗଲାବେଳେ ପିମ୍ପୁଡ଼ି ଠାରୁ କଣ ଶିଖିଲେ, ସେ ଲେଖୁଛନ୍ତି ଛୋଟ ପିଲାଠାରୁ କଣ ଶିଖିଲେ, ବାଛୁରୀ ଠାରୁ କଣ ଶିଖିଲେ, ସମସ୍ତଙ୍କ ପାଖରୁ କଣ କଣ ଶିଖିଲେ, ତାକୁ ସେ ବର୍ଣ୍ଣନା କରିଛନ୍ତି। ଛୋଟ ଛୋଟ ଘଟଣା ପରିସ୍ଥିତିରୁ ମଧ୍ୟ ଆମେ ଅନେକ ଶିଖନ୍ତି। ତୁମର ଅଭିଜ୍ଞତା ତୁମକୁ ଶିଖାଇ ଦେବ ତୁମେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବା ଅବସ୍ଥାରେ କିପରି କଣ ଚିନ୍ତା କରିବ ଓ କିପରି କଣ କାର୍ଯ୍ୟ କରିବ। ଯେତେବେଳେ ପିମ୍ପୁଡ଼ିଟି ଆପଣ ଦେଖିବେ, ପିମ୍ପୁଡ଼ିଟିଏ ଗୋଟେ ସିଚୁଏସନ ଦେଖିଲେ, ସବୁ ସିଚୁଏସନରେ ଭିନ୍ନ ଭିନ୍ନ ସିଚୁଏସନ ଭିନ୍ନ ଭିନ୍ନ ପରିସ୍ଥିତିରେ ଆପଣ ଭିନ୍ନ ଭିନ୍ନ କଥା ଶିଖିବେ। ଆପଣ ଦେଖିବେ ପିମ୍ପୁଡ଼ିଟିଏ ଗୋଟେ ଖାଦ୍ୟ ଯେତେବେଳେ ଗୋଟେ ରହିଛି, ସେତେବେଳେ ସେମାନେ ଲାଇନ କରିକି ଯାଉଥିବେ, ତାଙ୍କର ବେଲାଇନ ନାହିଁ। ଜଣେ ଆଗରେ ଯୋଉ ଦିଗରେ ଯାଉଛି ସେଇ ଦିଗରେ ସମସ୍ତେ ଗୋଟିଏ ଲାଇନରେ ଯାଇ ଯିବେ ପାଇଁ ଯିବେ। ଶୃଙ୍ଖଳା ଜ୍ଞାନ ତାଙ୍କର କେତେ ଅଧିକ। ତାପରେ ଆଉ ଗୋଟେ କଥା ଦେଖିବେ, ତାଙ୍କ ଓଜନର ଅଧିକ ଓଜନର କୌଣସି ଜିନିଷକୁ ମଧ୍ୟ ସେମାନେ କିପରି ସମସ୍ତେ ମିଶିକରି ତାକୁ ଟେକି ଟେକି ତାକୁ ଗଡ଼େଇ ଗଡ଼େଇ ନେଇ ନେଇକା ଯାଉଛନ୍ତି। ଏବଂ ଆଉ ଏକ ସମୟ ବି ଅଛି ଦେଖିବେ ଯେ ଗଛ ଉପରକୁ ଭୂମିରେ ଯେତେବେଳେ ପାରାଲାଲ ଅଛି
ସେତେବେଳେ ଠିକ ଅଛି। ପାରଲାଲ ଥିଲାବେଳେ ସିଏ ଗଡେଇ ଗଡେଇ ନେଇଗଲେ, ସମସ୍ତେ ଏକାଠି ହେଇକି ନେଲେ। ତଥାପି ତା ଏକ ବିରାଟ କାର୍ଯ୍ୟ, କାହିଁକିନା ସମସ୍ତେ ଏ ସଙ୍ଗରେ ଏକ ସାଙ୍ଗରେ ନବା, ଏବଂ କଣ ସେ କଥା ହଉଛନ୍ତି ନ ହଉଛନ୍ତି ଆମେ ତ ଜାଣିନାହାନ୍ତି, କିନ୍ତୁ ସେମାନେ ଏକା ସାଙ୍ଗରେ ନେଇକି ଯାଆନ୍ତି। ଆଉ ଗୋଟେ ଦେଖିବେ, ସେଇ ତାଙ୍କ ଓଜନ ଠାରୁ ବହୁତ ଗୁଡେ ଓଜନ ଗଛ ଉପରକୁ ବି ଉଠଉଥିବେ, ସେଥିରେ ତଳୁ ଖସି ଆସୁଥିବ, ପୁଣି ଚେଷ୍ଟା ଚାଲିଥିବେ, ହାରନ୍ତି ନାହିଁ। ତେଣୁ ଗୋଟିଏ ଜିନିଷରେ କିପରି ଲାଗି ରହିବାକୁ ହୁଏ, କିପରି ଶୃଙ୍ଖଳାର ସହିତ, ନିଷ୍ଠାର ସହିତ, ସମସ୍ତଙ୍କ ସହଯୋଗ ନେଇ ସଙ୍ଗତିପୂର୍ଣ୍ଣ ଭାବରେ ଲାଗି ରହିଥିବ, ପିମ୍ପୁଡି ଆମକୁ ଏକଥା ଶିକ୍ଷା ଦିଏ। ଚିତ୍ରଟିଏ ଶିକ୍ଷା ଦବ, ପିଲାଟିଏ ଶିକ୍ଷା ଦବ। ବା ସେଥିପାଇଁ କହୁଛନ୍ତି ଏକ ନିର୍ଦ୍ଦିଷ୍ଟ ପରିସ୍ଥିତି ଏବଂ ଅବସ୍ଥାରେ କଣ ଚିନ୍ତା କରିବ, କଣ କାର୍ଯ୍ୟ କରିବ, କିପରି କାର୍ଯ୍ୟ କରିବ, ଇଏ ସବୁ ଗୁଡ଼ିକ ତୁମକୁ ତୁମର ଅଭିଜ୍ଞତା ଶିଖାଇ ଦେବ। ମା କହୁଛନ୍ତି ଏପରିକି ମୁଁ ଭାବୁଛି, ମୁଁ ନିର୍ଦ୍ଦିଷ୍ଟ ଭାବେ କହିଛି, ମାନେ ସେ ମା କହୁଛନ୍ତି ମୁଁ ଆଗରୁ କହିଛି। କଣ କହିଛି? ନା ଗୋଟିଏ ଅଜ୍ଞାନ ଛୋଟ ପିଲାର ସାମାନ୍ୟ କିଛି କ୍ରିୟା ପ୍ରତିକ୍ରିୟା ତୁମକୁ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଶିକ୍ଷା ଦେବ, ଯାହା ତୁମେ ଆଗରୁ ଜାଣିନଥିଲ। ତୁମର ମନୋଭାବ ଅଲଗା ହୋଇଯିବ। ମାନେ ଗୋଟେ ଛୋଟ ପିଲାଟିଏ ମଧ୍ୟ, ସେମାନେ ତୁମକୁ ନୂଆ ଶିକ୍ଷା ଦେବେ। ସିଏ ପିଲା, ଆମେ ଏଠି ପୁରୁଣା ଗପ ତ ବହୁତ ଶୁଣିଛନ୍ତି, ଯେ ଛୁଆଟିଏ ଉପରେ ଅଛି, ବାପା ଲୁଗା ସଫା କରିକି ଶୁଖଉଥିଲେ, ସେ କହୁଛି ବାପା ଶୀଘ୍ର ଶୀଘ୍ର କାମ ସାର, ବେଳ ହେଇଗଲାଣି। ସେଇଠି ତାଙ୍କ ପାଇଁ ଏକ, ସେ ଭାବିଲେ କଣ ସତ କଥା ତ, ମୁଁ ଜୀବନ ଯାକ ଏଇ ସଂସାରର ଏଇ ଯୋଉ ଆସକ୍ତି ଯୁକ୍ତ କର୍ମରେ ମାତି ରହିଲି, ଭଗବାନଙ୍କୁ ତ ସ୍ମରଣ କଲି ନାହିଁ, ସମୟ ହେଇଗଲାଣି, ଆଉ କେବେ ଆଉ ସ୍ମରଣ କରିବି। ତାପରେ ସେ ସାଧୁ ହେଇଛନ୍ତି। କିନ୍ତୁ ଏଠି ମା କହୁଛନ୍ତି ଠିକ ଅଛି, ସିଏ ସେ ସମୟରେ ରୂପାନ୍ତର କଥା ଆ ସେତେବେଳେ ସମୟ ହେଇନଥିଲା, ତେଣୁ ସେ ଜାଣିନଥିଲେ। ତେଣୁ ସେ ସଂସାର ଛାଡ଼ି ସନ୍ନ୍ୟାସ ହେଇଗଲେ। କିନ୍ତୁ ଭଲ ହବ ଯଦି ସେ ସଂସାର ଭିତରେ ରହି ଭଗବାନଙ୍କୁ ତାଙ୍କର କର୍ମ ଭିତରେ ପ୍ରତିଷ୍ଠିତ କରିବା ପାଇଁ, ପରିପ୍ରକାଶ କରିବା ପାଇଁ ଚେଷ୍ଟାରେ ଲାଗି ରହିଥାନ୍ତେ। ଗୋଟେ ପିଲାଟିଏ ପଡିଯାଇଛି, ଆଉ ଗୋଟେ ପିଲାଟିଏ ଉଠଉଛି, ସେତେ ଆମ ସେତକ ବି ଆମକୁ ଶିକ୍ଷା ଦବ। ଆଉ ଗୋଟେ ଘଟଣା ଆମର ମନେ ଥିବ, ଯେ ଦେଲୁ ମତେ ମହାଶିକ୍ଷା ଆମେ ପଢିଥିଲେ, ଗୋଟିଏ ଟେକାଟିଏ ପକେଇଦେଲା, ମୁଣ୍ଡ ରାଜାଙ୍କର ଫାଟି ଯାଇଛି। ରାଜା କିନ୍ତୁ ବିରକ୍ତ ହେଇନାହାନ୍ତି, ଆସି କହୁଛନ୍ତି କଣ ହେଲା? କାହିଁକିନା ସେ ଦେଖୁଛନ୍ତି ଯେ ସେଇ ଯୋଉ ସ୍ତ୍ରୀ ଲୋକଟି, ବୁଢୀ ଲୋକଟି, ବୟସ୍କା ଭଦ୍ର ମହିଳାଟି, ସିଏ ଆମ୍ବ ଗଛରୁ ଆମ୍ବ ଖାଇବା ପାଇଁ ଟେକାଟିଏ ପକେଇଥିଲେ। ତେଣୁ ସେ କହୁଛନ୍ତି ମୋ ରାଜ୍ୟରେ ଏପରି ବି ରହିଛନ୍ତି ବୃଦ୍ଧା, ଯିଏକି ଖାଦ୍ୟ ଖାଇ ପାଉନାହାନ୍ତି ଏବଂ ଆମ୍ବ ଖାଇବା ପାଇଁ ଇତ୍ୟାଦି ଇତ୍ୟାଦି। ତେଣୁ ସେ ତାପରେ ରାଜ୍ୟ ଶାସନର ଢାଞ୍ଚା ବଦଳେଇଛନ୍ତି। ପିଲାଟିଏ ଯେତେବେଳେ ଦି ଜଣ ଆପଣ ଦେଖିବେ କଥାବାର୍ତ୍ତା ହଉଥିବେ, ଖେଳୁଥିବେ, କଣ କରୁଥିବେ, ତାଙ୍କ ସହିତ ତାଙ୍କର କ୍ରିୟା ପ୍ରତିକ୍ରିୟାକୁ ଦେଖିଲେ, ଯଦି ଯଦି ଆପଣ ମାନସିକ କର୍ଷଣ କରିବା ପାଇଁ ଆପଣଙ୍କ ଭିତରେ ଏକ ଆସ୍ପୃହା ଥିବ ଏବଂ ନିଷ୍ଠାପର ଭାବରେ ଲାଗିଥିବେ, ତେବେ ତାଙ୍କର କାର୍ଯ୍ୟକଳାପରୁ ମଧ୍ୟ ଆପଣ ନୂତନ କଥା ଶିଖିପାରିବେ। ମା କହୁଛନ୍ତି ତୁମର ମନୋଭାବ ବି ଅଲଗା ହେଇଯିବ। ତୁମର ମନୋଭାବ ଏପରି ହେବ, ଯେପରିକି ତୁମେ ସବୁବେଳେ କିଛି ଗୋଟେ ସତ୍ୟ ଆବିଷ୍କାର କରିବା ପାଇଁ ଅପେକ୍ଷା କରିଛ। ଏହି ମନୋଭାବ ରଖିଲେ ପ୍ରତିଟି ବ୍ୟାପାର ବା ପରିସ୍ଥିତି ତୁମକୁ ଅଗ୍ରଗତି କରିବାରେ ସାହାଯ୍ୟ କରିବ। ଗୋଟେ ଆପଣ ଦେଖିଥିବେ ପିଲାମାନଙ୍କ କ୍ଷେତ୍ରରେ ଅନେକ ଘଟଣା ଘଟେ। ସିଏ ଅ, ଖେଳୁଥିବେ, ମାଡ଼ ଗୋଳ ଲାଗିବେ, କାହିଁକି ମତେ ମାଇଲୁ, କାହିଁକି ମୋର ନେଇଗଲୁ, ଝଗଡ଼ାଝାଟି ଲାଗିବେ। କିନ୍ତୁ କିଛି ସମୟ ପରେ ପୁଣି ସବୁ ଭୁଲିକି ଦି ଜଣ ଯାକ ସାଙ୍ଗ ହେଇକି ଖେଳୁଥିବେ। ତେଣୁ ଏଇଠି ଏଇଠି ଏଇଠୁ ଗୋଟେ ଛୋଟିଆ ଏକ୍ଜାମ୍ପଲଟେ, ଏଇଠି ସେ ପିଲାଟି ଆମକୁ ଶିଖଉଛି ଯେ ଯାହା ଘଟିଗଲା ତାକୁ ଯଦି ଧରିକି ବସିବ, ତାହେଲେ ଆଉ ସାଙ୍ଗ ତମର କେହି ହେବେନି। କଥା ମାଜିଲେ ମୋଟ ଯେମିତି କୁହନ୍ତି। ତେଣୁ ତାକୁ ଭୁଲିକି ପୁଣି ସରଳ ଭାବରେ ପୁଣି ପରସ୍ପର ସହିତ ମିଶି ଯାଆନ୍ତି। ଆଉ ଗୋଟେ କଥା ଦେଖିବେ, କେତେ ଗୁଟେ କଥା ରହିଛି, ଯୋଉଟା ମନେ ପଡିଲା କହିଦଉଛି। ଛୋଟ ପିଲାଟିଏ, ଯଦି ଆପଣ ତାକୁ ଗୋଡେଇଲେ କିମ୍ବା ଯଦି କିଏ ତାକୁ ବାଡେଇବା ପାଇଁ ଚେଷ୍ଟା କଲା, ସିଏ ଦୌଡ଼ିକି ଯାଇକି ତା ମା ପାଖରେ ପହଞ୍ଚିଯାଏ। କଣ ସେଠି ଆମେ ଜାଣିଲେ, ଯେ ମା ପାଖରେ ଯେତେବେଳେ ଆମେ ଯାଇ ପହଞ୍ଚି ଯାଉଛୁ, ସେ ଭାବୁଛି ଇଏ ହଉଛି ମୋର ସବୁଠୁ ସୁରକ୍ଷାର କବଚ, ମୁଁ ଏଠି ପୂର୍ଣ୍ଣ ସୁରକ୍ଷିତ।
ତେଣୁ ଆଗକୁ ସେ ଶିଖଉଛନ୍ତି, ପିଲା ଶିଖଉଛନ୍ତି, ଯଦି ମାନୁଷୀ ମା ପାଖରେ ଛୋଟ ପିଲାଟି ଏତେ ସୁରକ୍ଷିତ, ତେବେ ଦିବ୍ୟ ଜନନୀଙ୍କ ପାଖରେ ଆମେ ଯଦି ଶରଣ ନେଇଯିବା, ଯଦି ତାଙ୍କ ନିକଟରେ ଆମକୁ ତାଙ୍କ ପାଖରେ ଆମକୁ ନିଜକୁ ଦେଇଦବା, ତେବେ ଆମେ ପୂର୍ଣ୍ଣ ସୁରକ୍ଷିତ ହେଇଯିବାନି। ଏଇଭଳି ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଶିକ୍ଷା ଦେବ। ଏବଂ ତାପରେ ଦେଖିବେ ଆମର ମନୋଭାବ ଅଲଗା ହେଇଯିବ। ମନୋଭାବ ଅଲଗା ମା କହୁଛନ୍ତି ଏମିତି ମନୋଭାବ ହେଇଯିବ ଯେ ତୁମେ ଦେଖିବ ସବୁବେଳେ ସବୁବେଳେ କିଛି ଗୋଟେ ସତ୍ୟ ଆବିଷ୍କାର କରିବା ପାଇଁ ତୁମେ ଅପେକ୍ଷା କରିଛ। ଯେକୌଣସି ଘଟଣା, ଯେକୌଣସି ବ୍ୟାପାର, ଯେକୌଣସି ପରିସ୍ଥିତି ଆମ ଚତୁଃପାର୍ଶ୍ୱରେ ଘଟଣା କାହିଁକି, ସିଏ ଆମକୁ ଅଗ୍ରଗତି କରିବାରେ ସାହାଯ୍ୟ କରିବ। କାହିଁକିନା ମନୋଭାବ ବଦଳି ଯାଇଥିବ। ତେଣୁ ସବୁଥିରୁ ଆମେ ନୂଆ କଥା ଶିଖିବା ପାଇଁ ଚେଷ୍ଟା କରୁଥିବା। ଶିଖିବା ପାଇଁ ଚେଷ୍ଟା କଲେ ଆମ ଭିତରେ ଗ୍ରହଣଶୀଳତା ବଢିବ। ଗ୍ରହଣଶୀଳତା ବଢିଲେ ସେ ଶକ୍ତିକୁ ଆମେ ଗ୍ରହଣ କରିପାରିବା। ସେ ଶକ୍ତି ଆମକୁ ଗ୍ରହଣ କଲେ ଆମ ଭିତରେ ସେ କାର୍ଯ୍ୟ କରିବ। ଯେତେବେଳେ ଉଚ୍ଚତର ଶକ୍ତି, ଉଚ୍ଚତମ ଶକ୍ତି ଯେତେବେଳେ ଆମ ଭିତରେ କାର୍ଯ୍ୟ କରିବ, ତେବେ ଆମେ ଯେକୌଣସି ବିପଦ, ଅସୁବିଧା ଉପରେ ବିଜୟ ହାସଲ କରିପାରିବା। ମା ଲେଖୁଛନ୍ତି ତୁମେ ମଧ୍ୟ ତୁମର ଏକ ପ୍ରମୋଦ ପୂର୍ଣ୍ଣ ଗତିବୃତ୍ତିକୁ ସଜାଡ଼ି ନେଇପାରିବ। ଆମେ ଯୋଉ ଏନଜୟମେଣ୍ଟ ପାଇଁ, ଖୁସି ମନେଇବା ପାଇଁ ଏମିତି ବେଳେ ବେଳେ ପ୍ରମୋଦପୂର୍ଣ୍ଣ ଗତିବିଧି କରୁ, ଯାହା ଫଳରେ ଆମ ଅଜାଣତରେ ବେଳେ ବେଳେ ଆମେ ନିମ୍ନ ପ୍ରାଣକୁ ଆମେ ବଳ ଦଉ ବା ଖାଦ୍ୟ ଯୋଗାଉ। ସେଥିପାଇଁ ଯୋଉ ମା କୁହନ୍ତି ଯେ ଜନ୍ମଦିନରେ ତମେ କେକ୍ କାଟି ନାଚ ଗୀତ କରିଲେ ତମେ ପରିବେଶ ପରିସ୍ଥିତିରେ ଯୋଉ ଶକ୍ତି ତୁମ ପାଇଁ ଖୋଲି ରହିଥିଲା, ତୁମ ନିକଟରେ ପହଞ୍ଚିଥାନ୍ତା। ପରମଙ୍କର ମାଙ୍କର ଯୋଉ ଶକ୍ତି ତୁମକୁ ସୁରକ୍ଷା ଦେବାକୁ, ତୁମକୁ ଯାହା କିଛି ସେତେବେଳେ ତମେ ମାଗିବ ତମକୁ ସେ ଦେଇ ପାରିଥାନ୍ତା। ତୁମେ ନାଚ ଗୀତ କରି ଇଆଡେ ଯୋଉ ମନ ରହିଗଲା, ତମ ଭିତରେ ଯୋଉ ଆନ୍ଦୋଳିତ ମନ ଏବଂ ଏକ ଯେମିତି କଥାରେ କୁହାଯାଏ ସମର୍ଥ, ସବୁ ସାମର୍ଥ୍ୟ ଥିଲା, କିନ୍ତୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ପ୍ରାଣ ପାଖରେ ଆଉ ସେ ଶକ୍ତି ପହଞ୍ଚି ପାରେନି। ଆମେ ପ୍ରକୃତ ଲାଭ ପାଇପାରନ୍ତି। ସେଇଥିପାଇଁ ମା ପ୍ରାୟତଃ ଜନ୍ମଦିନ ମାନଙ୍କରେ କୁହନ୍ତି, ଆଭଏଡ୍ କରନ୍ତି ଏଇ ଯୋଉ ନାଚ ଗୀତ ଆଭଏଡ୍ କରିବାକୁ। ସେଠି ଆଉ ଦେଖିବେ ଆପଣ ଯେତେବେଳେ କେକ୍ କାଟନ୍ତି, କେକ୍ ଯେତେବେଳେ କାଟନ୍ତି ସେତେବେଳେ ଆମ ଭିତରେ କଣ ହୁଏ? ଆମେ କେକ୍ କାଟିଲା ବେଳେ ଆମେ ପୁରା ଗୋଟେ ଚିୟର ସେ ଯୋଉ କଣ ସେଟା ଗୋଟେ କଣ ଅଛି ଏମିତି ମାରିଦବ ଏ କରି ସେ କରି ଏମିତି କରୁ। ତେଣୁ ଇଏ ଗୋଟେ ଗତିବିଧି ସେଗୁଡାକ ଯୋଉଟା କି ଆମକୁ ଆମର ଉଚ୍ଚ ପ୍ରାଣକୁ ତ ନିଆଯାଏ ନାହିଁ। ସେଇଥିପାଇଁ ତାକୁ ଆଭଏଡ୍ କରାଯାଏ। ଅ, ଏଇ କିଛି ଦିନ ତଳେ ଆମର ଗୋଟେ ପିଲା କହୁଥିଲା, ଗୋଟେ ପିଲା ବଢିଆ ଭାବରେ କହିଲା, ସୁନ୍ଦର ଭାବରେ, ମତେ ଏତେ ଭଲ ଲାଗିଲା ଯେ ଅ, ଛୋଟ ପିଲା କିନ୍ତୁ ତା ଭିତରେ କେମିତି ଧାରଣା ରହିଛି। କହିଲେ ମା ତ ମନା କରିଛନ୍ତି କେକ୍ କାଟିବା ପାଇଁ, ଆମ ସ୍କୁଲ ଜନ୍ମଦିନରେ କାହିଁ କେକ୍ କଟା ହେଲା? ମୁଁ କହିଲି ସେ କଥା ମୁଁ ଆଉ କଣ କରିବି, ସବୁ କଥାରେ ତ ମୋର କିଛି ସାମର୍ଥ୍ୟ ନାହିଁ। ମୁଁ ଯେତିକି ଚାହୁଁଛି, ଯେତିକି ପାରିବି ସେତିକି କହିବି, ସବୁଥିରେ ମୁଁ ହସ୍ତକ୍ଷେପ କରିପାରିବିନି। ନା ଭାଇ ଏଇଟା କଣ ଠିକ ହେଲା? ମୁଁ କହିଲି ଦେଖ ବାପା, ମୁଁ ସେଥିରେ ମୋର ସେଥିରେ ମାନେ ରୋଲ ନାହିଁ, ତେଣୁ ମୁଁ କିଛି ସେ ମତେ ମନ୍ତବ୍ୟ ଦେଇପାରିବି ନାହିଁ। ସେ କହିଲେ ଆମକୁ କୁହାହେଲା ଯେ ତୁମ ପୂର୍ବ ବର୍ଷ ପିଲା ଦେଇଥିଲେ କେକ୍, କାହିଁ ତମେ ଦବ ନାହିଁ? କିନ୍ତୁ ଯଦି ତା ବଦଳରେ ଆମେ କେକ୍ ନ ଦେଇ ଆଉ ଗୋଟେ ଜିନିଷ ଦେଇଥାନ୍ତୁ, ଯୋଉଟା କି ସ୍କୁଲରେ ପିଲାଙ୍କ ପାଇଁ ହଉ, ଟିଚରଙ୍କ ପାଇଁ ହଉ, ଆମର ପରିବେଶ ପାଇଁ ହଉ, ଗୋଟେ ଆସେଟ ହେଇଥାନ୍ତା, ଭଲଟିଏ ଗୋଟେ ଜିନିଷ ସ୍କୁଲରେ ରହିଥାନ୍ତା। କେକ୍ ଟା ଆପଣ କଲେ, ସବୁ ଏନଜୟ କଲେ, ଇଏ କଲେ, ସିଏ କଲେ, ସରିଗଲା। କଣ ହେଲା? ସେଟା ନଷ୍ଟ ହେଇଗଲା, ସରିଗଲା। ସେ ସମୟ ଗଲା ଏବଂ ସେ ଅର୍ଥ ବି ଗଲା। ତା ବଦଳରେ ଆମେ, ସିଏ ବଢିଆ ଭାବରେ କହିଲା, ସେତିକି ପଇସାରେ ଆମେ ଯଦି ଗୋଟେ ସୁନ୍ଦର ଗୋଟେ ଠେକୁଆର ଡଷ୍ଟବିନ ଟେ ଦେଇଥାନ୍ତୁ, ଅଳ୍ପ ପଇସାରେ ହେଇଯାଇଥାନ୍ତା। ମୁଁ କହିଲି ଦେଖ, ଏଥର ଯେବେ ତମେ କରିବ ସେମିତି କରିବ। ତମେ ସେତେବେଳେ କରିଦେଇଛ ଏବେ ଠିକ ଅଛି। ନା ହଁ ଭାଇ, ଆମେ କିନ୍ତୁ ଭୁଲ କଲୁ। ତେଣୁ ଏଇ ଯେତେବେଳେ ତୁମେ ନିଷ୍ଠାପର ହେଇଯିବ, ସିନସିୟର ହେଇଯିବ, ତମେ ଯେତେବେଳେ ମାଙ୍କୁ ପରିପ୍ରକାଶ କରିବା ପାଇଁ ଚାହିଁବ, ତୁମେ ଯେତେବେଳେ ସେଇ ରହସ୍ୟ ଭେଦ କରିବା ପାଇଁ ତୁମର ମନକୁ ବିକାଶ କରିବ, ସେତେବେଳେ ଏଇ ପ୍ରମୋଦପୂର୍ଣ୍ଣ ଗତିବୃତ୍ତିକୁ ତମେ ସଜାଡ଼ି ନେଇପାରିବ। ଯଦି ମନ ବିକାଶ ହେଇନଥିବ, ତେବେ ସେଇ ପ୍ରମୋଦପୂର୍ଣ୍ଣ ଗତିବିଧି ତୁମକୁ ଠିକ ଲାଗିବ। ତେଣୁ ଆମକୁ ସେଇଥିପାଇଁ ମନର ବିକାଶ ନିହାତି ଦରକାର, ଏବଂ ସେଇ ମନର ବିକାଶ ପାଇଁ ବିଦ୍ୟା ଅର୍ଜନ ବା ଅଧ୍ୟବସାୟ ନିହାତି ଦରକାର, ଗ୍ରନ୍ଥ ଅଧ୍ୟୟନ ନିହାତି ଦରକାର।
ସାଧନା ନିହାତି ଦରକାର। ଏବଂ ମା କହୁଛନ୍ତି ଯଦି ତୁମେ ଏଭଳି କର ତାହେଲେ ଆଗକୁ ମଧ୍ୟ ପାଦେ ଗତି କରିଯିବ। ଏପରି ହେବ ଯେ ଏକ ଚୁମ୍ବକ ପ୍ରସ୍ତର ପରି ତୁମ ଚାରିପଟେ ଥିବା ସର୍ବବିଧ ପରିସ୍ଥିତିରେ ରହିଥିବା ସୁଯୋଗକୁ ଆକର୍ଷଣ କରି ତୁମକୁ ଆଗକୁ ଆଗକୁ ଟାଣି ନେବାରେ ସାହାଯ୍ୟ କରିବ। ଚୁମ୍ବକଟିଏ ଯଦି ଆପଣ ଥୋଇଦେବେ ପଡ଼ିଆରେ, ଯୋଉଠି ଯାହା ଚୁମ୍ବକରେ ଲାଗିଲା ଭଳିଆ ଲୁହା ବା ଲୌହ ଜନିତ ଜିନିଷ କିଛି ଥିବ, ଦ୍ରବ୍ୟ ଥିବ, ସବୁକୁ ସେ ନିଜ ଆଡ଼କୁ ଟାଣି ଆଣିବ। ତେଣୁ ଆପଣଙ୍କ ଭିତରେ ଯେତେବେଳେ ମନ ବିକଶିତ ହେଇଯିବ, ସେତେବେଳେ ସର୍ବବିଧ ପରିସ୍ଥିତିରେ ସବୁ ପ୍ରକାର ସୁଯୋଗକୁ ସେ ଆକର୍ଷଣ କରି ଆଣିବ। ତାମାନେ ତା ପାଇଁ ବା ଆମ ପାଇଁ ଯାହା ଯାହା ଅଗ୍ରଗତି ପାଇଁ ଆବଶ୍ୟକ, ସେଇ ପ୍ରକାରର ପରିସ୍ଥିତି ଆମ ଚତୁଃପାର୍ଶ୍ୱରେ ତିଆରି ହେଇଯିବ। ସେ ଟାଣି ଆଣିବ ନିଜ ଆଡ଼କୁ। ଦେଖନ୍ତୁ ମା ଆଉ କଣ କହିଥାନ୍ତେ, ତେଣୁ ମନ ବିକାଶ ହବା କେତେ ଜରୁରୀ। ସାମାନ୍ୟ କଥାଟିଏ ବି ତୁମକୁ ଅଗ୍ରଗତି କରିବା ପାଇଁ ଶିକ୍ଷା ଦେବ। ସେଇ କଥାଟିକୁ ମା କେତେ ପ୍ରାଞ୍ଜଳ ଭାବରେ ବାରମ୍ବାର ଆମକୁ କହୁଛନ୍ତି। ଯେହେତୁ ଅଗ୍ରଗତି ପାଇଁ ତୁମର ଚେତନା ଓ ସଂକଳ୍ପ ରହିଛି, ଏଇ ଲାଇନଟାକୁ ଅଣ୍ଡରଲାଇନ କରିକିରି ବା ମୁଖ ମନେ ରଖିବା। କଣ କହିଲେ? ତୁମର ଚେତନା ଓ ସଂକଳ୍ପ ରହିଛି। ଯେହେତୁ ଅଗ୍ରଗତି ପାଇଁ ତୁମର ଚେତନା ଓ ସଂକଳ୍ପ ରହିଛି, ତାମାନେ ମୁଁ ନିଷ୍ଠାପର ଭାବେ ପ୍ରାର୍ଥନା କରୁଛି, ଆସ୍ପୃହା କରିଛି ଏବଂ ସେଥିରେ ଲାଗି ରହିଛି। ଯେହେତୁ ଅଗ୍ରଗତି ପାଇଁ ତୁମର ଚେତନା ଓ ସଂକଳ୍ପ ରହିଛି, ତେଣୁ ତୁମ ପାଇଁ ଜୀବନର ସବୁ କିଛି ସୁଯୋଗରେ ହିଁ ପରିଣତ ହେଇଯିବ। ପରିସ୍ଥିତି ଆମକୁ ଲାଗୁଥିବ ଭାରି ଜଟିଳ, କିନ୍ତୁ ସେଥିରୁ ଆମେ ସୁଯୋଗ ଆମେ ପାଇବା, ଆମର ଅଗ୍ରଗତି ହେଇଯିବ, ଆମକୁ ଜଣା ପଡ଼ିବନି। ଆମେ କିନ୍ତୁ ଶିଖିକିରି ଆଗକୁ ଅଗ୍ରଗତି କରି ଯାଇଥିବା। ଆମେ ସେଇ କାହାଣୀଟି ମୁଁ ଖାଲି ଟିକେ ଚୁମ୍ବକରେ ମନେ ପକେଇ ଦଉଛି, ଅନେକ ଥର କଥା ହେଲେଣି। ସେ ଯୋଉ ଗଧଟିକୁ କୂଅ ଭିତରେ ପକେଇ ଦେଇ ମାଟିରେ ପୋତି ପକେଇବାକୁ ଯାଉଥିଲେ, ତେଣୁ ସେ କଣ କଲେ, ପିଠିଟାକୁ ଝାଡ଼ି ଦେଲେ ଏବଂ ମାଟିଟାକୁ, ଗଧଟିଏ ପିଠିଟାକୁ ଝାଡ଼ି ଦେଲା ଏବଂ ମାଟି ଯାହା ପଡ଼ିଲା ତଳେ ପଡ଼ିଲା, କୁଦି କୁଦି ଠିଆ ହେଲା। ପ୍ରତ୍ୟେକ ଷ୍ଟେପ ଯେତେ ଯେତେ ମାଟି ପକେଇଲେ ସେତେ ଥର ତାକୁ ଗୋଟେ ଗୋଟେ ଗଦି 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 କରି 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 ତା ଉପରେ ଚାପି 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 ଗୋଟେ ପାବଚ୍ଛ ଭଳିଆ ହେଇଗଲା। ଧୀରେ 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 ସେ ଉପରକୁ ଉଠି ଉଠି ଆଇଲା ଏବଂ ତାପରେ ମାଟି ପକେଇ କୂଅ ପୋତି ହେଇଗଲା। ସିଏ ବାହାରି ପଳେଇ ଆସିଲା। ଲୋକ ଯିଏ ତାକୁ ଚେଷ୍ଟା କରିଥିଲା ପୋତି ଦେବା ପାଇଁ, ସିଏ ଆବା କାବା। କାହିଁକି ନା ସେ ଚାହୁଁଥିଲା ତା ଭିତରେ ଗଧକୁ ପକେଇ ଦେଇକି ମାଟି ପୋତି ଦବ, ତା ଭିତରେ ଗଧ ସମାଧିସ୍ଥ ହେଇଯିବ। ତେଣୁ ଯାହା ବି ପଡ଼ିବ ସବୁ କିଛି ତା ପାଇଁ ସୁଯୋଗରେ ପରିଣତ ହବ। ଆମେ ଏଇ ସମୟରେ ଜାଣିପାରୁନା, କିନ୍ତୁ ପରେ ଆମେ ଜାଣିପାରିବା। ମୋର ମନେ ଅଛି, ଯେତେବେଳେ ଦଶମ ପାସ୍ କଲି, ମୁଁ ଏଇ କଥାଟି କାହିଁକି କହେ ନା, ଏଇଟା ସତରେ ଗୋଟେ ବିରାଟ ବଡ଼ ଘଟଣା ମୋ ପାଇଁ। ଦଶମ ପାସ୍ କଲି, ମୁଁ ଘରକୁ ଆସିଥାଏ, କଟକରେ ତ ରହୁଥିଲି, ଘରକୁ ଯାଇଛି। ପାସ୍ କରିସାରିଲା ମାନେ ଯୋଉ ପରୀକ୍ଷା ଦେଇକି ଆସିଛି, ରେଜଲ୍ଟ ବାହାରିନି, ତାପରେ ଫର୍ମ ପଡ଼ିବ। ଆମ ଘର ପାଖରେ ଜଣେ କମର୍ସର ପିଲାଟିଏ ଥିଲେ। ସିଏ କହିଲେ, ତୁ ଘରେ ଏବେ ବସି କଣ କରୁଛୁ? ମୁଁ କହିଲି, ଏମିତି ପଢ଼ାପଢ଼ି କରୁଛୁ। ନା, ମୋ ପାଖରେ ଗୋଟେ ବହି ଅଛି, ପଢ଼ିବ। ସେଇଟା କମର୍ସର ଗୋଟେ ବିରାଟ ବଡ଼ ଡିକ୍ସନାରୀ ଭଳିଆ ବହିଟି। ସବୁ କମର୍ସର ଟର୍ମ, ଯୋଉଟା କି ମୋ ପାଇଁ ପୁରା ନୂଆ, ଦଶମ କ୍ଲାସ୍। ସେତେବେଳେ ତ ମୋବାଇଲ ଫୋବାଇଲ ନଥିଲା, ତେଣୁ ଚାନ୍ସ ନଥିଲା ସବୁ ନୂଆ ନୂଆ କଥା ଜାଣିବା। ସେଇ ଯୋଉ କମର୍ସର ସେ ଯୋଉ ବହିଟି, ଡିକ୍ସନାରୀ ବହି ଭଳିଆ କେତେ ଶବ୍ଦ, ତାକୁ ସବୁ ବସିକି ସବୁଦିନ 5ଟା 10ଟା ଲେଖାଏ ଶବ୍ଦ ଲେଖିବି, ତାର ଅର୍ଥ ମୁଖସ୍ଥ କରିବି। ଯୋଉ ଶବ୍ଦ ଗୁଡାକ ମୋ ପାଲରେ ବି ପଡେନି, ଏଗୁଡା କଣ, କିନ୍ତୁ ସବୁ ତାକୁ ଅଧ୍ୟୟନ କରି କରି ଚାଲିଲି। ବିଶ୍ୱାସ କରନ୍ତୁ, ଦଶମ +2 ଗଲା, +2ରେ କିଛି କାମରେ ଆସିଲାନି। ଯେତେବେଳେ ଡିଗ୍ରୀ ଫାର୍ମାସି ଯେତେବେଳେ କଲି, ଫାର୍ମାସିରେ ସାଇନ୍ସ ପିଲା ଆମେ ପାଠ ପଢୁଛୁ, କିନ୍ତୁ ତା ଦେହରେ କମର୍ସର ଗୋଟେ ବିଷୟ ଆସିଲା। ସେଇ ବିଷୟରେ ଅନ୍ୟ ପିଲାମାନେ ଝୁଣ୍ଟିଲେ। ମତେ ସେଇ ସେଇ ଯୋଉ ପୁରୁଣା, ଯେତେବେଳେ ଯୋଉ କମର୍ସର ସେଇ ଯୋଉ ଗୁଡାକ ପଢିଥିଲି, ସେଇ ଟର୍ମ ଗୁଡାକ ମତେ ଯେତେବେଳେ ବୁଝା ହେଲା, ମୋ ଭିତରେ ରିଭିଲ୍ କଲା ଭଳିଆ ସେ ସେଇ ଉତ୍ତର ଗୁଡାକ ରିଭିଲ୍ କଲା। ତେଣୁ ମତେ ସେଟା ସହଜ ଲାଗିଲା କି ଦିନେ ନା ଦିନେ ଯୋଉ ପଢିଥିଲି, ସେଇଟା ମୋ ପାଇଁ ସୁଯୋଗରେ ପରିଣତ ହେଲା। ତେଣୁ ତୁମେ ତୁମର ଏଇ ଚେତନା ଓ ସଂକଳ୍ପକୁ ସବୁଥିରେ ଅଗ୍ରଗତି କରିବାରେ ଲଗାଇ ଦେଇ ପାରିବ। ଯଦି ଚେତନା, ଅଗ୍ରଗତି ପାଇଁ ତୁମର ଚେତନା ଓ ସଂକଳ୍ପ ରହିଛି, ସେ ନିଶ୍ଚୟ ଅଗ୍ରଗତି କରିବେ। ତାହେଲେ ସବୁ କିଛିକୁ ତମର ଅଗ୍ରଗତି ପାଇଁ ବ୍ୟବହାର ହେବ। ମା
Ma, thank you all. Arabar, arabar.